ମାହାଙ୍ଗା ତହସିଲ ଅନ୍ତର୍ଗତ ବିରୁପା ଗେଙ୍ଗୁଟି ଦୀପାଞ୍ଚଳ ଅରିଲୁ ବୌଜରେ ଥିବା ବହୁ ପ୍ରାଚୀନ ନାଗାମଠ ବିବାଦ ଉପରେ କୋର୍ଟ ରାୟ ଆସିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନାଗାମଠର ପରିଚାଳନା ଦାୟିତ୍ୱକୁ ନେଇ ବହୁ ବର୍ଷ ତଳୁ ଏଣ୍ଡାମେଣ୍ଟ କମିଶନର ହାଇକୋର୍ଟ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକାଧିକ ମୋକଦ୍ଦମା ଲାଗି ରହିଥିଲା। ନାଗାମଠର ପୂର୍ବତନ ଟ୍ରଷ୍ଟି ଶାହାପୁର ଗ୍ରାମର ସ୍ୱର୍ଗତ ଦତ୍ତହରି ମହାନ୍ତି ଏବଂ ମଠ ପୂଜକ ପ୍ରସନ୍ନ କୁମାର ମିଶ୍ରଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ମାଲି ମୋକଦ୍ଦମା ଲାଗି ରହିଥିବା ବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଦେଶ ବଳରେ ସ୍ଥାନୀୟ ତହସିଲଦାର ସୁଶାନ୍ତ ମିଶ୍ର ପୁଲିସ ସହାୟତାରେ ପୂଜକ ପ୍ରସନ୍ନ ମିଶ୍ରଙ୍କ ଦଖଲରେ ଥିବା ବାସଗୃହ ଏବଂ ଠାକୁର ଘରକୁ ନିଜ ଅକ୍ତିଆରକୁ ନେଇଥିଲେ। ପୂଜକ ଶ୍ରୀ ମିଶ୍ରଙ୍କ ଦଖଲରେ ରହିଥିବା ଦୁଇଟି ପ୍ଲଟ୍କୁ ବେଆଇନ ବୋଲି କୋର୍ଟ ଦର୍ଶାଇବା ପରେ ତାଙ୍କୁ ସମ୍ପୃକ୍ତ ସ୍ଥାନରୁ ତହସିଲଦାର ଅନ୍ୟତ୍ର ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବଂଶାନୁକ୍ରମେ ଏହି ମଠର ଦାୟିତ୍ୱରେ ରହିଆସିଥିବା ପୂଜକଙ୍କୁ ସ୍ଥାନୀୟ ଗ୍ରାମବାସୀମାନେ ସମର୍ଥନ କରିବା ଦେଖିବାକୁ ମିଳିଥିଲା। ଆମର ମଧ୍ୟ କୋଉଠି ଆଉ ବାସସ୍ଥାନ ନାହିଁ, ଆମର ରହିବା ପାଇଁ କୋଉଠି ଜାଗା ନାହିଁ। କୋଉ ଜାଗା ରହିବୁ? ଗଛ ମୂଳେ ରହିବୁ, ଗଛ ମୂଳେ ରହିବୁ ଆଉ କ'ଣ କରିବୁ? ତହସିଲଦାର ଆମକୁ ବାହାର କରୁଛନ୍ତି, ଯେତେବେଳେ ତାଙ୍କର କୋର୍ଟ ଅର୍ଡର ଅନୁସାରେ ଆମକୁ ବାହାର କରୁଛନ୍ତି, ତେଣୁ ଆମେ ଗଛ ମୂଳେ ହିଁ ଆଶ୍ରା। ଆଉ ଆମର କୋଉଠି ଆପଣ 100-150 ବର୍ଷ ହେଲାଣି। ଆମ ଜେଜେବାପା ମୂଳରୁ ଆସିଥିଲେ, ଜେଜେବାପା 40 ଯେତେବେଳେ ଡିଟ୍ କରିଛନ୍ତି ଗୋଟା ଜମିଦାରଙ୍କ ମୂଳରୁ ସିଏ ରହିଛନ୍ତି। ଜମିଦାର ଏଠି ଆମକୁ ରଖିଥିଲେ। ଆମ ଗାଡ଼ିକି ଆଉ ଅପର ପକ୍ଷର ଲୋକଟି ଗୋଟା ଶତ୍ରୁତା ମନୋବୋଧ ରଖି ଆକ୍ରୋଶମୂଳକ ଭାବରେ ଏଠି ହଇରାଣ କରୁଛି, ହଇରାଣ ହରକତ କରି ବିଭିନ୍ନ ପ୍ରକାର ମାଲି ମୋକଦ୍ଦମା ଆମ ନାଁରେ ଲଗେଇଛି। ଆଉ ଲୋକ ଯେଉଁମାନେ ଆସୁଛନ୍ତି ଠାକୁରଙ୍କ ସେବା ପୂଜା କରିବା ପାଇଁ ତାଙ୍କ ନାଁରେ ବି ମଧ୍ୟ କେସ୍ ମଧ୍ୟ କରୁଛି। ମିଛରେ ଗୋଟେ ଟ୍ରଷ୍ଟି କରି ପଶି ଯାଇ ଏବେ ବି ମଧ୍ୟ ସେ କିଛି ନାହିଁ। ଏ ଠାକୁରଙ୍କର ଟ୍ରଷ୍ଟ ବୋର୍ଡ ଅଛି, ଏବେ ବି ସେ ଟ୍ରଷ୍ଟି ନାହିଁ। ଟ୍ରଷ୍ଟି ଅପରପକ୍ଷ ଲୋକ ଅଛନ୍ତି, ସେ ତାଙ୍କୁ ବିଭିନ୍ନ ପ୍ରକାର କେସ୍ ମାଲି ମୋକଦ୍ଦମା ପକାଇକି ହଇରାଣ ହରକତ କରୁଛି। ଆଜି ନାଗାମଠ ଅରିଲର ଏଭିକ୍ସନ୍ ଅର୍ଡର ଅନରେବୁଲ କୋର୍ଟଙ୍କ ନିର୍ଦ୍ଦେଶରେ ଏବଂ ଅନରେବୁଲ କଲେକ୍ଟର କଟକଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ଏଭିକ୍ସନ୍ ଚାଲିଛି। ଏଠି ରହୁଥିବା ଯିଏ ଦୀର୍ଘଦିନ ଧରି ଯିଏ ରହୁଥିଲେ ଆମର ପୂଜକ, ତାଙ୍କର 2ଟି ପ୍ଲଟ୍ ପାଇଁ ଏଭିକ୍ସନ୍ ପାଇଁ ଆଦେଶ ଆସିଛି। ଆଉ 2ଟି ପ୍ଲଟ୍ରୁ ତାଙ୍କୁ ବାହାର କରିଦିଆଯିବ ଏବଂ କୋର୍ଟ ଅର୍ଡରକୁ କମ୍ପ୍ଲାଏ କରାଯିବ ଏବଂ ଏହା ଶାନ୍ତି ଶୃଙ୍ଖଳା ସହିତ ହେଉଛି। କୌଣସି ଡିଷ୍ଟର୍ବାନ୍ସ ନାହିଁ, ପବ୍ଲିକର କୌଣସି ରିଆକ୍ସନ୍ ନାହିଁ। ସେମାନେ ଅଭିଯୋଗ କରିଛନ୍ତି ଯିଏ ବାହାରିବେ ସେ ରହିବା ପାଇଁ କହୁଥିଲେ। ଏ ବିଷୟରେ ମୁଁ ଆମର ଲୋକାଲ ସରପଞ୍ଚ ସହିତ କଥା ହେଇଥିଲି, ତାଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଅନୁରୋଧ କରିଛି। ଆଜ୍ଞା, ମୁଁ WBC କରିଛି ହାଇକୋର୍ଟରେ। କାରଣ ଠାକୁରଙ୍କର ସମ୍ପତ୍ତି 9 ଏକର 48 ଡିସିମିଲ୍ ଜମି ନିଜେ ପୂଜକ ତାଙ୍କ ନାଁ ଠାକୁରଙ୍କ ନାଁ ଖାରଜ କରି ତାଙ୍କ ନାଁରେ କରିଛନ୍ତି ଏବଂ ଅନ୍ୟ କେତେ ଲୋକ ଯେଉଁମାନେ ଆଗରୁ ବହିଷ୍କାର ହେଇଥିଲେ ସେମାନଙ୍କୁ ଡାକି ଆଣି ତାଙ୍କ ନାଁରେ ରେକର୍ଡ କରି ନେଇଥିଲେ। ତାପରେ ବାପା 41 ଫାଇଲ୍ କରେ 12/1/84 ମସିହାରେ ଆଡ଼ିସନାଲ ଆସିଷ୍ଟାଣ୍ଟ କମିଶନର କଟକ ଜୋନ୍ରେ 41 ଫାଇଲ୍ କରେ। 41ରେ ଡିକ୍ଲାରେସନ୍ ହେଲା ସେ ସମ୍ପତ୍ତି ସବୁ ହିନ୍ଦୁ ଦେବତାର ସମ୍ପତ୍ତି। ତାପରେ କମିଶନର ପାଖରେ ଅପିଲ୍ କଲେ। କମିଶନରଙ୍କ ଅପିଲ୍ ବେଳେ ସେତେବେଳେ ପୁଣି ରିସିଭର ଆପଏଣ୍ଟମେଣ୍ଟ ହେଲେ, ଡିଭିଜନାଲ ଇନ୍ସପେକ୍ଟର ଏଣ୍ଡାମେଣ୍ଟ ରିସିଭର ଆପଏଣ୍ଟମେଣ୍ଟ ହେଲେ। ତାପରେ ପୁଣି ସେମାନେ କମିଶନର କୋର୍ଟରେ ଫେଲ୍ ମାରିଲେ। ତାପରେ ଫାଷ୍ଟ ଆପିଲ୍ ପୁଣି କମିଶନର ପାଖରେ କଲେ। କମିଶନର ପାଖରେ କରିବାରେ ସେଥିରେ ବି ଫେଲ୍ ମାରିଲେ। ଏହି ସମୟରେ ଚକବନ୍ଦୀ ଆସିଲା। ଚକବନ୍ଦୀରେ ତାଙ୍କ ନେଇଯିବା ପାଇଁ ତାଙ୍କର ଘରବାଡ଼ି ଦେଖିବା ପାଇଁ ଏଗୁଡ଼ିକ ତାଙ୍କ ନାଁରେ ସମସ୍ତ ସମ୍ପତ୍ତି ବିଷ୍ଣୁ ଠାକୁରଙ୍କ ନାଁ ଖାରଜ କରି ବିଷ୍ଣୁ ମିଶ୍ରଙ୍କ ନାଁ ଦରଜ କରିବା ସାଲେପୁର ତହସିଲରେ କରି ଆଣିଥିଲେ। 41ରେ ଏଇଟା ସର୍ବସାଧାରଣ ଦେବତର ସମ୍ପତ୍ତି ହେଇଗଲା। ଯେତେବେଳେ ଚକବନ୍ଦୀ ଆସିଲା ସେତେବେଳେ ସିଏ ୟାକୁ ତାଙ୍କର ପ୍ରାଇଭେଟ ବେଲ୍ ଦେଖେଇ ନେଇଯିବା ପାଇଁ ବସିଲେ। ବାପା ସେଠୁ ତା ନାଁରେ ପ୍ରୋସିଡ଼ିଂ କରି ତାକୁ 30 ଏଣ୍ଡାମେଣ୍ଟ ଆଇନର 32 ଧାରା ଅନୁଯାୟୀ ତାକୁ ବ୍ରାହ୍ମଣରୁ ବହିଷ୍କାର କଲେ ଏବଂ ଚକବନ୍ଦୀ ଶିବିରରେ ସଶରୀରେ ଉପସ୍ଥିତ ହେଇ ଯୁକ୍ତି ଉପସ୍ଥାପନ କଲେ। ଯୁକ୍ତି ଉପସ୍ଥାପନ କରି ତାଙ୍କୁ ଡିସମିସ୍ କରାହେଇଛି ବୋଲିକି କହିଲେ। ସିଏ ଆଉ କାଗଜ ଦେଖାଇ ପାରିଲେନି। ସିଓ ଛତିଆ ଇଏ ସମ୍ପତ୍ତି କି ସମସ୍ତ ଦେବତର ହିନ୍ଦୁ ଦେବସ୍ୱର ବୋଲି ଡିକ୍ଲାର କଲେ। ତାପରେ ସେ ଡେପୁଟି ଡାଇରେକ୍ଟର କନସଲେସନ ପାଖକୁ ଗଲେ, ସେଠି ଯାଇ ମଧ୍ୟ ଅପିଲ୍ କଲେ। ଏଇ ଭିତରେ ଦତ୍ତହରି ମହାନ୍ତି ମ୍ୟାନେଜିଂ ଟ୍ରଷ୍ଟି ରହିଲେ। ସିଏ କେବେ ବି ସମ୍ପତ୍ତି ନେଇପାରିବେନି ଜାଣି ଦତ୍ତହରି ମହାନ୍ତିକୁ ଏଣ୍ଡାମେଣ୍ଟ ବାଲାଙ୍କର ସହଯୋଗରେ ତାଙ୍କୁ ଟ୍ରଷ୍ଟ ବୋର୍ଡରୁ ବହିଷ୍କାର କଲେ। ବହିଷ୍କାର କରି ଜଗନ୍ନାଥ ମହାନ୍ତି ଓରଫ ରେବୁକୁ ମ୍ୟାନେଜିଂ ଟ୍ରଷ୍ଟି କଲେ। ତା ମାନ୍ୟବର କୋର୍ଟ କହିଲେ ଇଏ ସମ୍ପତ୍ତି ସମସ୍ତ ହିନ୍ଦୁ ଦେବତର ସର୍ବସାଧାରଣ ସମ୍ପତ୍ତି
एवं ठाकुर हिंदू देवतार सर्वसाधारण संपत्ति एवं WPC जो करेठू बहिष्कार करने माननीय हाइकोर्ट निर्देश देते जहाँकि आज कार्यकारी हो। महांगारू दयानिधि साहू रिपोर्ट निरपेक्ष।